ଆଇପିଏଲ୍ର 17ତମ ସଂସ୍କରଣ ପ୍ରଥମ 21ଟି ମ୍ୟାଚ୍ ପାଇଁ ଗୁରୁବାର ସୂଚୀ ଜାରି କରାଯାଇଛି। ଡିଫେଣ୍ଡିଂ ଚମ୍ପିଆନ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍। ମାର୍ଚ୍ଚ 22ରେ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଆଇପିଏଲ୍ 2024ର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ମାର୍ଚ୍ଚ 22 ତାରିଖରୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ 23 ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ଟି ଦିନ 3:30ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା 7:30ରେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳିବେ। ରବିବାର ଅର୍ଥାତ୍ ମାର୍ଚ୍ଚ 24 ତାରିଖରେ ଡବଲ ହେଡର ମ୍ୟାଚ୍ ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ମାର୍ଚ୍ଚ 25ରେ ଆରସିବି ବନାମ ପଞ୍ଜାବ ବେଙ୍ଗାଲୁରୁରେ 7:30ରେ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ 26 ତାରିଖ ଚେନ୍ନାଇ ବନାମ ଗୁଜରାଟ ଚେନ୍ନାଇରେ 7:30ରେ ଖେଳାଯାଇଥିବା ବେଳେ ମାର୍ଚ୍ଚ 27ରେ ହାଇଦ୍ରାବାଦ ବନାମ ମୁମ୍ବାଇ ହାଇଦ୍ରାବାଦରେ 7:30ରେ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ 28ରେ ରାଜସ୍ଥାନ ବନାମ ଦିଲ୍ଲୀ ଜୟପୁରରେ 7:30ରେ ଖେଳାଯାଇଥିବା ବେଳେ ମାର୍ଚ୍ଚ 29 ତାରିଖ ଆରସିବି ବନାମ କେକେଆର ବେଙ୍ଗାଲୁରୁରେ 7:30ରେ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ 30ରେ ଲକ୍ଷ୍ନୌ ବନାମ ପଞ୍ଜାବ ଲକ୍ଷ୍ନୌରେ 7:30ରେ ଖେଳାଯିବ। ମାର୍ଚ୍ଚ 31ରେ ଡବଲ ହେଡର ମ୍ୟାଚ୍ ଦେଖିବାକୁ ମିଳିବ। ଗୁଜରାଟ ବନାମ ହାଇଦ୍ରାବାଦ ଅହମ୍ମଦାବାଦରେ 3:30ରେ ଖେଳାଯାଉଥିବା ବେଳେ ଦିଲ୍ଲୀ ବନାମ ଚେନ୍ନାଇ ବିଶାଖାପାଟଣାରେ 7:30ରେ ମ୍ୟାଚ୍ ଖେଳାଯିବ। ଏପ୍ରିଲ 1 ତାରିଖରେ ମୁମ୍ବାଇ ବନାମ ରାଜସ୍ଥାନ ମୁମ୍ବାଇରେ 7:30ରେ ଖେଳାଯାଇଥିବା ବେଳେ ଏପ୍ରିଲ 2 ତାରିଖ ଆରସିବି ବନାମ ଲକ୍ଷ୍ନୌ ବେଙ୍ଗାଲୁରୁରେ 7:30ରେ ମ୍ୟାଚ୍ ଖେଳାଯିବ। ଏପ୍ରିଲ 3 ତାରିଖ ଦିଲ୍ଲୀ ବନାମ କେକେଆର ବିଶାଖାପାଟଣାରେ 7:30ରେ ଖେଳାଯାଉଥିବା ବେଳେ ଏପ୍ରିଲ 4 ତାରିଖ ଗୁଜରାଟ ବନାମ ପଞ୍ଜାବ ଅହମ୍ମଦାବାଦରେ 7:30ରେ ଖେଳାଯିବ। ଏପ୍ରିଲ 5 ତାରିଖ ହାଇଦ୍ରାବାଦ ବନାମ ଚେନ୍ନାଇ ହାଇଦ୍ରାବାଦରେ 7:30ରେ ଖେଳାଯିବ। ଏପ୍ରିଲ 6 ତାରିଖ ରାଜସ୍ଥାନ ବନାମ ଆରସିବି ଜୟପୁରରେ 7:30ରେ ଖେଳାଯିବ। ଏପ୍ରିଲ 7 ତାରିଖ ଡବଲ ହେଡର ମ୍ୟାଚ୍ ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ବନାମ ଦିଲ୍ଲୀ ମୁମ୍ବାଇରେ 3:30ରେ ଖେଳୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଲକ୍ଷ୍ନୌ ବନାମ ଗୁଜରାଟ ଲକ୍ଷ୍ନୌରେ 7:30ରେ ମ୍ୟାଚ୍ ଖେଳିବାକୁ ପଡ଼ିବ।